ବର୍ତ୍ତମାନ ମୋର ଆଲୋଚନା ଆଧୁନିକ ଓଡ଼ିଆ କବିତା ଉପରେ ଏବଂ ରୋମାଣ୍ଟିକ୍ କବି ବିନୋଦ ଚନ୍ଦ୍ର ନାୟକଙ୍କ ଦ୍ୱାରା ରଚିତ ସେଲିମ୍ର ସ୍ୱପ୍ନ କବିତା ଉପରେ ଲିଖିତ ଆଲୋଚନା। ଶୀର୍ଷକ ରଖିଛି ସେଲିମ୍ର ସ୍ୱପ୍ନର କବି ବିନୋଦ ଚନ୍ଦ୍ର। ପ୍ରଥମେ ମୂଳ କବିତାଟିକୁ ପାଠ କରୁଛି, ତାପରେ ଆଲୋଚନା। ମାଡାଗାସ୍କାର ଲବଙ୍ଗ କ୍ଷେତେ ଆଦ୍ୟ ଆଷାଢ଼ ବାରି, ଆଲ୍ଲା ମେହେରବାନୀ ସମ ଝରି ପଡ଼େ ଲୋହିତ ସାଗରେ, ମୌସୁମୀ ବାୟୁ ଝଡ଼ ସୃଷ୍ଟି କରେ, ତରଙ୍ଗାୟିତ ଧରି ବିଭାବରୀ ଆସେ, ଦିଗ ଅମ୍ବରୀ ନିଗ୍ର ଯୁବତୀ ଯଥା ଉପଳ ବ୍ୟଥିତ ଗତି, ନାଇଜର ତୀରେ କାମ ଉଦ୍ବେଗେ ଚଳେ ରତି ଅଭିସାରେ, ଦିଗନ୍ତ ବ୍ୟାପୀ ଲବଙ୍ଗ କ୍ଷେତେ ଝିରି ଝିରି ପଡ଼େ ଝରି, ତପନ ବିହୀନ ସଘନ ବରଷା ଧାରା, ଭିଜା ଜାୟତ୍ରୀ ଫୁଲର ଗନ୍ଧ ବହି ଈଶାନୀ ସମୀର ବିତରି ଯାଇ ଉଡ଼ି, ଆରବ କୁଲିର ପଲ୍ଲୀର ଅଭିମୁଖେ, ଦାରୁଚିନି ବନ ଛାୟା ଘନ ତିମିରର କ୍ଷୁଦ୍ର କୁଟୀର ବୁକେ, ନିର୍ବାଣ ମୁଖୀ ମହମବତୀର ନିଷ୍ପ୍ରଭ ଆଲୁଅରେ, ନିମିଳ କଣ୍ଠେ ତୋଳିଛି ସେ ଧୀରେ ଓମାର ଖୟାମୀ ପଦ୍ୟ। ତରଳ ମହମ ବିନ୍ଦୁର ସାଥେ ଶୁଭ୍ର ଲୋତକ କଣା, ଗାଲ ତାର ଝଳେ ଚନ୍ଦ୍ର ନିଶାରେ, ଘାସ ଶିରେ ଯଥା ଶାରଦ ଶିଶିର ରାଶି, ବାସ୍ରା ନିକଟୁ ବାଗଦାଦ ଯାଏ ଆରବୀୟ ମରୁ ଦେଇ, ଉଷ୍ଟ୍ର ବଣିକ ଦଳ ଗଲେ ନେଇ ଗୋଲମରିଚର ପଣ୍ୟ, କ୍ଷୁଦ୍ର ଗୋଟିଏ ମରୁଦ୍ୱୀପ ଦେଖେ ବାମେ ଘନ ଛାୟା ଘେରା ଖଜୁର ଦ୍ରାକ୍ଷା ବନେ, ସେଇ ମରୁଦ୍ୱୀପେ ଘଞ୍ଚ କୁଞ୍ଜ ତଳେ ରଚିଥିଲା ସେଇ ଶତ ଶୈଶବ ଖେଳା, ଛୋଟ ବଂଶୀଟି ଲଗାଇ ଓଷ୍ଠ ପୁଟେ ତୋଳିଥିଲା କେତେ ଛନ୍ଦହୀନ ସୁର, ଜାହାନ୍ନାରା ତାର ଲୋଲୁପ ହାତଟି ତୋଳି ବଂଶୀଟି ନେଇ ଅପାର କୌତୂହଳେ କହିଥିଲା ସେଲିମ୍, ଆଉ ଥରେ କୁହ ଭାଇ ହାରୁନ୍ ଅଲ୍ ରସିଦ୍ ରଜାପୁଅଟିର ଗପ। ପ୍ରାଇମେରୀ କେଉଁ ପୁସ୍ତକେ ପଢ଼ା ହାରୁନ୍ ଅଲ୍ ରସିଦ୍ ଗପ? ମେଷପାଳକର କନ୍ୟା ଅମିନାର ପ୍ରେମ। ସେଲିମ୍ କହଇ ଗୋଟି ଗୋଟି କରି ସବୁ ଶତଥର କୁହା ସେଇ ଯେ ପୁରୁଣା ଗପ। ଜାହାନ୍ନାରାର ଆଖିରେ ଜମଇ ପାଣି, ସୁଏଜ୍ର ଅଜଣା ପାହାଡ଼ ଉହାଡ଼େ, ସନ୍ଧ୍ୟା ସାଗର କୂଳେ ଭିଡ଼ିଲେ ତା ତରି, ଅସ୍ତ ଆଶାୟୀ ରବି ଧୂଳି ଘର ଛାଡ଼ି ଫେରୁଥିଲେ ଯେଝା ଘରେ, ଜାହାନ୍ନାରା ଓ ସେଲିମ୍ ଦୁଇଟି ଶିଶୁ। ଆଉ ସେ ଅନେକ କଥା ଛାଡ଼। ମୌଲବୀ ଘର କନ୍ୟା ଜାହାନ୍ନାରା, ଆଉ କାର ଚାରୁ ଅଙ୍ଗୁର ବନେ, ବୁଲବୁଲ ସମ ହାୟ ତୋଳିଛି ବୀଣାର ତାନେ, ଆଉ କା ପିଆଲା ଭରି ଢାଳିଅଛି ସୁରା, ମାଡାଗାସ୍କର ଲବଙ୍ଗ କ୍ଷେତ କୁଲି ଜୀବନରେ ଖାଲି ଗୋଟାଏ ତଫାତ୍ ତାର, ହାରୁନ୍ ଅଲ୍ ରସିଦ୍ ରଜାପୁଅଟିର ଗପ। ଆହୁରି ଜୋରରେ ବର୍ଷା ଆସିଛି ନଈ ଗୁରୁ ଗର୍ଜନେ, ମକରକ୍ରାନ୍ତି ପରେ ବର୍ଷା ପବନେ, ନିଭିଲାଣି କେତେବେଳୁ ମହମବତୀର ନିଷ୍ପ୍ରଭ ଭୀରୁ ଶିଖା। କବିତାଟିର ପୂର୍ବାଭାଷ। ପ୍ରେମରୁ ସମ୍ପର୍କର ପ୍ରତିଷ୍ଠା ହୋଇଥାଏ, ଚିହ୍ନା ଜଣାରୁ ଭଲ ପାଇବା, ଭଲ ପାଇବାରୁ ସମ୍ବନ୍ଧ ଜୀବନରେ ଆସେ, ମନର ମେଳ ପ୍ରେମ ଉତ୍ପତ୍ତିର ମୂଳ। ମନ ନ ମିଶିଲେ ପ୍ରେମ ହୋଇ ନଥାଏ, ଜୀବନରେ ଦେଖା ଦେଇ ନଥାଏ। ପ୍ରେମ ସମ୍ପର୍କକୁ ବୃଦ୍ଧି କରେ ଏବଂ ସେଇ ପ୍ରେମ ସମ୍ପର୍କକୁ ବି ଛିନ୍ନ କରେ, ମନ୍ଦ କାମକୁ କରାଏ। ମଣିଷ ଜଣକୁ ପ୍ରେମ କରୁଥିବା ବେଳେ ଯଦି ଆଉ ଜଣକୁ ପ୍ରେମ କରି ବସେ, ତେବେ ଦୁଇ ନାବରେ ଗୋଡ଼ ଦେଇ ହୋଇ ନଥିବା ଭଳି ତ୍ରିକୋଣିଆ ପ୍ରେମ ପ୍ରତିଷ୍ଠା ହୋଇପାରେନା। ତେଣୁ ପ୍ରେମ ବି ଜଟିଳ ବ୍ୟାପାର ଜୀବନରେ ଉତ୍ପନ୍ନ କରେ। ସୁତରାଂ ପ୍ରେମ ସହଜ ବ୍ୟାପାର କଦାପି ନୁହେଁ। ରୋମାଣ୍ଟିକ୍ କବି ବିନୋଦ ଚନ୍ଦ୍ର ନାୟକଙ୍କ ଦ୍ୱାରା ରଚିତ ସେଲିମ୍ର ସ୍ୱପ୍ନ ଏକ ବିଫଳ ପ୍ରେମର ବିଷାଦବାଦୀ କବିତା। ରସ ଯାହାର କରୁଣ। ପ୍ରେମରେ ମନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରେମ ଓ ବିବାହ ସମ୍ପୂର୍ଣ୍ଣ ଭିନ୍ନ କଥା। ବିବାହ ପ୍ରେମ ବ୍ୟାପାର ଭଳି ମନର ଅପର ସ୍ୱୀକୃତି। ପ୍ରେମ କରୁଛି ବା କରୁଥିଲା
ବୋଲି ଯେ ବିବାହ କରିବ, ପରିଣୟ ସୂତ୍ରରେ ଆବଦ୍ଧ ହେବ, ଏହାର ସଠିକତା କିଛି ନାହିଁ। ଏଇମିତି ଅନୁକ୍ରମ ନେଇ ସେଲିମର ସ୍ୱପ୍ନ କବିତାର ସୃଷ୍ଟି। ସଚ୍ଚିଦାନନ୍ଦ ରାଉତରାୟଙ୍କର ମାଟିର ତାଜ ଗଳ୍ପରେ ଅମିନା ଓ ମଦନା ଦୁହେଁ ପିଲାଟି ବେଳୁ ପଡ଼ୋଶୀ ଓ ପରିଚିତ ଥାଇକି ବି ଧର୍ମ ବାଡ଼ ବା ପ୍ରତିବନ୍ଧକ ହୋଇ ଠିଆ ହେବାରୁ ଦୁହେଁ ବିବାହ ପରସ୍ପରକୁ କରିପାରି ନଥିଲେ। ସେହିପରି ବିନୋଦ ନାୟକଙ୍କର ସେଲିମର ସ୍ୱପ୍ନ କବିତାରେ ସେଲିମ ଓ ଜାହାନ୍ନାରା ଗୋଟିଏ ଜାତି, ଗୋଟିଏ ଧର୍ମର ଲୋକ ଏବଂ ଦୁହେଁ ଶୈଶବରୁ ନେଇ ଯୌବନ ବୟସ ପର୍ଯ୍ୟନ୍ତ ପରିଚିତ ଓ ପ୍ରେମିକ ପ୍ରେମିକା ଥିଲେ ବି ଜାହାନ୍ନାରା ପରିବାର ଓ ତାର ମୌଲବୀ ବାପା ହୋଇପାରେ, ଏପରିକି ଜାହାନ୍ନାରା ନିଜେ ହୋଇପାରେ, ସେ ସେଲିମକୁ ବିବାହ କରିପାରି ନଥିଲା। ସେଲିମ ନିଜେ ଜାହାନ୍ନାରାକୁ ଭଲ ପାଉଛି, ତେଣୁକରି ବିବାହ କରିବାକୁ ଚାହିଁଥିଲେ ମଧ୍ୟ ମନ ସ୍ୱୀକୃତି ଦେଉନଥିବାର ବାଡ଼ ବା ପ୍ରତିବନ୍ଧକ ପାଇଁ ସେଲିମ ଜାହାନ୍ନାରାକୁ ବି ବାହା ହୋଇପାରି ନଥିଲା। ହେଲେ ଜାହାନ୍ନାରାକୁ ଭୁଲି ବି ପାରୁନଥିଲା। ଶୟନେ ସ୍ୱପନେ ଜାଗରଣେ ସବୁଠି ସବୁବେଳେ ଜାହାନ୍ନାରା ଚିନ୍ତାରେ ମସଗୁଲ ରହୁଥିଲା। ବିରହରେ ଦୁଃଖରେ ଆତୁର ବ୍ୟଥାତୁର ହୋଇ ବଂଶୀ ବାଦନରେ ବ୍ୟାପୃତ ବ୍ୟସ୍ତ ରହୁଥିଲା। ବଂଶୀଟି ତାର ସତେକି ଚିରସାଥୀ ରହିଥିଲା। ଜାହାନ୍ନାରାର ପ୍ରେମରେ ପଡ଼ିଥିବା ସମୟରୁ ହିଁ ସେଲିମ ବଂଶୀ ବାଦନ କରି ଆସିଛି। ଆଉ ଏବେ ଜାହାନ୍ନାରା ତାକୁ ବାହା ନ ହୋଇ ଅନ୍ୟ କାହାକୁ ବାହା ହୋଇ ତାର ଜୀବନରୁ ଚାଲିଯିବା ପରେ ସେଲିମ ବଂଶୀ ଫୁଙ୍କିବା ଛାଡ଼ିଦେବ କେମିତି? ସେ ପରା ତାର ବିରହ ବଂଶୀ, ଏକାକୀ ନିଃସଙ୍ଗ ଜୀବନର ସାଥୀ। ବଂଶୀ ଫୁଙ୍କି ଆଖିରୁ ଲୁହ ଝରାଇ ପ୍ରେମାସ୍ପଦାର ସ୍ମରଣରେ ଜୀବନ ବ୍ୟତୀତ କରୁଅଛି। କବିତାଟିକୁ ପଢ଼ିଲେ ହୃଦୟ ଦ୍ରବୀଭୂତ ହୋଇଯାଏ। ସେଲିମ ଚରିତ୍ର ପାଇଁ ସମ୍ବେଦନଶୀଳ ପାଠକ ଆଖି ଅଶ୍ରୁ ସଜଳ ହୋଇଉଠେ। କବିତାର 5ଟି ଛୋଟ ଛୋଟ ଭାଗ ସେଲିମ ଓ ଜାହାନ୍ନାରାର ପ୍ରେମିକ ପ୍ରେମିକା ଜୀବନର ଗାଥାକୁ ସାଙ୍କେତିକ ତଥା ସୂଚନାତ୍ମକ ଢଙ୍ଗରେ କବି କହିଛନ୍ତି। କିଛି ଅନାବଶ୍ୟକ କଥା କବିତାରେ ଧସେଇ ପଶିଛି। ନ କହି ବରଂ ସେଲିମ ତଥା ଜାହାନ୍ନାରାର ଜୀବନ ବୃତ୍ତାନ୍ତକୁ ଆଉ ଟିକେ ବଢ଼େଇ ସ୍ପଷ୍ଟ କରି କହିଥିଲେ ଭଲ ଲାଗିଥାନ୍ତା ପାଠକକୁ। ତଥାପି କବିଙ୍କର ଇଚ୍ଛାରେ ପାଠକର ହସ୍ତକ୍ଷେପ ନଥାଏ। ଆସିବ ବା କୁଆଡ଼ୁ? ତାଙ୍କର ଯାହା ଯେମିତି ଇଚ୍ଛା ସେ କବିତା ଲେଖିବେ ନା, ପାଠକର ମନକୁ ଚାହିଁ କି ନୁହେଁ। ତଥାପି କବିତାଟିକୁ ବାରମ୍ବାର ପଢ଼ିବାକୁ ଭଲ ଲାଗିବ। ବୌଦ୍ଧିକତା ଏବଂ ଦୁର୍ବୋଧ୍ୟତା ସାମାନ୍ୟତମ ହୋଇ କବିତାରେ ଅଛି, ବୁଝିବାରେ କଷ୍ଟକରତା ଆଣେ। କବିତାର ବିଷୟବସ୍ତୁ ବ୍ୟାଖ୍ୟାନ। କବି କବିତାରେ ବିଦେଶ ଦେଶ ଆରବ ମରୁଭୂମିର ପରିବେଶର ପୃଷ୍ଠଭୂମିରେ କବିତା କାହାଣୀ ରଖିଥିଲେ ବି ତାହା ମଣିଷର ଚିରନ୍ତନ ଜୀବନଚିତ୍ର ଦେଖାଏ। ବିଦେଶରେ ହେଉ କିମ୍ବା ସ୍ୱଦେଶରେ ହେଉ ମାନବ ଜୀବନର ମୂଳ ବା ମୌଳିକ ଅବସ୍ଥିତି ରହିଥିଲେ କବିତାର ଶାଶ୍ୱତ ମୂଲ୍ୟବୋଧ ଅକ୍ଷୁର୍ଣ୍ଣ ରହିବ। ଅନନ୍ତ ପ୍ରସାଦ ପଣ୍ଡାଙ୍କର ମଣିଷ ନାମକ ଗଳ୍ପରେ ସୁରେଶ ଓ ସୁରଭି ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଦୁଇ ଭିନ୍ନ ଧର୍ମର ଥାଇ ବି ପ୍ରେମ କରିଛନ୍ତି, ପରସ୍ପରକୁ ଭଲ ପାଇଛନ୍ତି ଏବଂ ଶେଷରେ ବିବାହ ବି କରିଛନ୍ତି। ପାରିବାରିକ ବିରୋଧ ସତ୍ତ୍ୱେ ଜଣେ ପରିବାର କହିଲା ହିନ୍ଦୁ ହେବ, ଆଉ ଜଣେ ପରିବାର କହିଲା ଖ୍ରୀଷ୍ଟିଆନ ହେବ। ହେଲେ ଉଚ୍ଚ ଶିକ୍ଷିତ ଦୁଇ ଡାକ୍ତରୀ ଛାତ୍ରଛାତ୍ରୀ ଡାକ୍ତର ହୋଇ ନିଜ ଆତ୍ମାର କଥା ମାନି ମଣିଷ ଧର୍ମରେ ଦୀକ୍ଷିତ ହୋଇ ପରିଣୟ ସୂତ୍ରରେ ବାନ୍ଧି ହୋଇଛନ୍ତି। ହେଲେ ସେଲିମର ସ୍ୱପ୍ନ ସମଧର୍ମୀୟ ଥାଇକି ବି ବିବାହ ଅସମ୍ଭବ ହୋଇ ରହିଯାଇଛି। କେବଳ କରୁଣ ରସର ମୂର୍ଚ୍ଛନା ବା ସ୍ୱର ଶୁଣାଇ। ସଂକ୍ଷେପଣ ବା ସିନ୍ଥେସିସ୍ ରୀତିରେ କବିତାଟି ମାନବ ଜୀବନର ସମ୍ୟକ୍ ସମାଲୋଚନା ହୋଇଅଛି। କବି ବିନୋଦ ବହୁ ପଠିତବ୍ୟ ବ୍ୟକ୍ତି ଥାଇ କବିତାର ରଚିତ ବିଷୟକୁ ଉଭୟ ସ୍ୱଦେଶୀୟ ବେଶିକରି ବିଦେଶୀୟ ପ୍ରସ୍ତାବନା ଢାଞ୍ଚାରେ ଢାଳିଛନ୍ତି। ମାଡାଗାସ୍କର ସ୍ଥାନର ଲବଙ୍ଗ କ୍ଷେତରେ ଆଷାଢ଼ ମାସର ପ୍ରଥମ ବର୍ଷା ବର୍ଷି ଯାଇଛି ଠିକ୍ ଆଲ୍ଲାହ ବା ଖୋଦାଙ୍କର ଦୟା କରୁଣାର ନମୁନା ଦେଖାଇ। ଆଲ୍ଲାହ ନାମ ଉଚ୍ଚାରଣ କରିବାର ଅର୍ଥ। କବିତାର ଚରିତ୍ର ଦୁଇ ମୁସଲମାନ ଅଟନ୍ତି। ବର୍ଷା ହେବା ଆଲ୍ଲାହର କରୁଣାର ନମୁନାର କାରଣ। ଗ୍ରୀଷ୍ମର କଷ୍ଟ ସାମାନ୍ୟ ଲାଘବ ହେଲା, ଥଣ୍ଡା ଲାଗିଲା, ମହୀ ଶୀତଳ ହେଲା। ଲୋହିତ ସାଗରରେ ମୌସୁମୀ ବାୟୁ ପ୍ରବାହ
ପ୍ରଭାବରେ ପ୍ରକୃତିରେ ବର୍ଷା ତାଣ୍ଡବ ଝଡ଼ ସୃଷ୍ଟି କରିଛି। ଏହା ପୁଣି ସେଲିମର ଜୀବନର ଝଡ଼, ଯେହେତୁ ସେ ତାର ପ୍ରେମିକା ଜାହାନ୍ନାରାକୁ ବାହା ହୋଇ ପାରିନାହିଁ। ଝଡ଼ ରାତିରେ ସୃଷ୍ଟି ହୋଇଥିଲା। ସେଲିମର ଜୀବନରେ ଅନ୍ଧାର ଛାଇ ଯାଇଥିଲା। ଲଙ୍ଗଳା ଥିବା ଆକାଶକୁ ଲୁଗା କରି ପିନ୍ଧିଥିବା ନିଗ୍ର ଯୁବତୀ ଯେମିତି ନାଇଜର ନଦୀର ପଥର ଗୋଡ଼ିରେ ଉପତ୍ୟକାରେ ଚାଲିଥିଲା। ନାୟକ ପ୍ରେମିକ ଦୋସର ସହିତ ଶରୀର ସଙ୍ଗମ କରିବାର ବ୍ୟସ୍ତତା ମନରେ ରଖି ଦୂର ଦୂରକୁ ଲବଙ୍ଗ କ୍ଷେତ ଚାଷ ଜମି ବ୍ୟାପି ଯାଇଅଛି। ଲବଙ୍ଗ ଏକ ସୁଗନ୍ଧିତ ଦ୍ରବ୍ୟ। ପ୍ରେମ ଓ ଯୌନତା ଠିକ୍ ଜୀବନର ସୌଗନ୍ଧିକ। ଏହା ସୂଚାଇଛନ୍ତି ଲବଙ୍ଗ ଶବ୍ଦ ଦ୍ୱାରା। ସେହି ଚାଷ ଜମିରେ ଝିପି ଝିପି ହୋଇ ବର୍ଷା ହେଉଅଛି। ଆକାଶରେ ସୂର୍ଯ୍ୟାଲୋକ ନାହିଁ। କଳାହାଣ୍ଡିଆ ମେଘର ବର୍ଷାପାତ। ଗାୟତ୍ରୀ ଜାଇଫଳ ଅପର ସୁଗନ୍ଧିତ ରନ୍ଧନ ଦ୍ରବ୍ୟ ବିରିୟାନୀରେ ପଡ଼େ। ସେହି ଫୁଲର ବାସ୍ନା ପବନରେ ଅଛି। ବର୍ଷାରେ ଓଦା ହୋଇଯାଇଛି। ଇଶାନୀ ବା ଜୋରରେ ପବନ ବହୁଛି। ଆରବ ଦେଶରେ ବି କୁଲିର ବସ୍ତି ଗାଁ ଅଛି। ସେହି ଦିଗକୁ ପବନ ପ୍ରବାହିତ ହେଉଛି। ଡାଲଚିନି ଚାଷ ହୋଇଥିବା ବଣ ଘଞ୍ଚ ଅନ୍ଧାର ଛାୟା ଘେରା ହୋଇ ଅଛି। ଛୋଟ କୁଡ଼ିଆ ଘରେ ସରି ଆସୁଥିବା ମହମବତୀର ସ୍ତିମିତ ଆଲୁଅରେ ରହି ଦୁଃଖ ଦରଦୀ ଧୀର ସ୍ୱରରେ ଓମର ଖୟାମଙ୍କର ଗୀତ ସାଏରୀ ଗାଉଛି ସେଲିମ। ମହମବତୀ ତରଳି ଯେମିତି ପାଣି ବହୁଛି, ସେମିତି ସେଲିମର ଆଖିରୁ ଲୁହ ବହୁଛି, ଅର୍ଥାତ୍ କାନ୍ଦୁଛି। ସେହି ଲୁହ ଗାଲ ଦେଇ ବୋହିଯାଉଛି ଏବଂ ଲୁହରେ ସେଲିମର ମୁହଁ ଚିକ୍ ଚିକ୍ କରୁଛି, ଯେମିତି ଶୀତ ଋତୁରେ ଘାସରେ ଶିଶିର କାକର ବିନ୍ଦୁ ଜହ୍ନ ଆଲୁଅ ପଡ଼ି ଚିକ୍ ଚିକ୍ କରୁଥାଏ। କବିଙ୍କର ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ଶକ୍ତି ସତରେ ଚମତ୍କାର। ଉପମା ପ୍ରଦାନ ଶୈଳୀ ମନମୁଗ୍ଧକର। ଆରବ ଦେଶ ବଣିଜ ବେପାରର ଇରାକର ବାସ୍ରା ସହରରୁ ବାଗଦାଦ ଦେଇ ଓଟରେ ଚଢ଼ି ମରୁଭୂମିର ରାସ୍ତାରେ ବେପାରୀମାନଙ୍କର ଦଳ ଯାଉଛି। ଛୋଟ ଗୋଟିଏ ମରୁଦ୍ୱୀପ ବାମ ପାର୍ଶ୍ୱରେ ଅଛି। ଖଜୁରୀ ଅଙ୍ଗୁର ବଣରେ ଭର୍ତ୍ତି। ସେଇଠି ଘଞ୍ଚ ଜଙ୍ଗଲ। ମରୁ ଉପତ୍ୟକାରେ ସେଲିମ ତାର ଶୈଶବର ଅନେକ ବର୍ଷ ଅତିବାହିତ କରିଥିଲା। ଛୋଟ ବଂଶୀରେ ବାଦ୍ୟ ବଜାଇ ସାଥିରେ ତାର ପ୍ରେମିକା ଜାହାନ୍ନାରା ଥିଲା। ଜାହାନ୍ନାରା ସେଲିମର ଗୋରା ନରମ ଲୋଭନୀୟ ହାତଟିକୁ ଧରିଥିଲା। ବଂଶୀଟିକୁ ନିଜ ହାତରେ ବି ଧରି ଖୁସି ହେଉଥିଲା। ସେଲିମ ତାକୁ ରାଜା ହାରୁନ ଅଲ ରସିଦଙ୍କ ସହିତ ମେଷପାଳକର ଝିଅ ଅମିନାର ପ୍ରେମ କାହାଣୀକୁ ଅନେକ ଥର ଶୁଣାଇଥିଲା। ତଥାପି ଜାହାନ୍ନାରା ବାରମ୍ବାର ସେହି ପ୍ରେମ କାହାଣୀଟିକୁ ସେଲିମଠାରୁ ଶୁଣିବାକୁ ଚାହୁଁଥିଲା। ଯେହେତୁ ସେ ବି ସେଲିମକୁ ଭଲ ପାଉଥିଲା। ମାଟିର ତାଜ ଗପରେ ବି ଅମିନା ମଦନା ଦୁହେଁ ଗାଁରେ ରହୁଥିବା ଫକୀର ବୁଢ଼ାଠାରୁ ଆରବ୍ୟ କାହାଣୀ ଶୁଣି ଶୁଣି ସେହି ଦେଶକୁ ଯିବାର ଚାହୁଁଥିଲା। ଅମିନା ପ୍ରାଥମିକ ଶ୍ରେଣୀରେ ପଢ଼ୁଥିବା ବେଳେ ସେଲିମ ହାରୁନ ଅଲ ରସିଦଙ୍କ ଗପ ପଢ଼ିଥିଲା। ଜାହାନ୍ନାରାର ଇଚ୍ଛା ପାଇଁ ସେଲିମ ବି ବାରମ୍ବାର ସେହି ଗପକୁ ତାକୁ ଶୁଣାଉଥିଲା। ସେଲିମକୁ ଜାହାନ୍ନାରାର ଭାଇ ଡାକୁଥିଲା। ଗପ ଶୁଣି ଜାହାନ୍ନାରା କାନ୍ଦି ପକାଉଥିଲା। ସୁଏଜ କେନାଲର ପାହାଡ଼ ଆଢ଼ୁଆଳରେ ସୂର୍ଯ୍ୟ ବୁଡ଼ିଯାଇ ସନ୍ଧ୍ୟାକୁ ଡାକରା ଦେଉଥିବା ବେଳେ ଧୂଳିଘର ଖେଳ ଛାଡ଼ି ସେଲିମ ଓ ଜାହାନ୍ନାରା ଶିଶୁ ଦୁଇଟି ଯିଏ ଯାହାର ଘରକୁ ଫେରିଯାଆନ୍ତି ପଳାଇ ଯାଉଥିଲେ। ଏଇମିତି ଦୁହିଁଙ୍କର ଶୈଶବ ଜୀବନ ବଢ଼ି ବଢ଼ି ଯୌବନରେ ପହଞ୍ଚିଲା। ମୌଲବୀ କନ୍ୟା ଜାହାନ୍ନାରା ଅନ୍ୟ କାହାକୁ ବିବାହ କରି ତାର ଘର ସଜାଡ଼ିଛି। ସୁନ୍ଦର ଅଙ୍ଗୁର ବଣ ମଧ୍ୟରେ ସତେକି ବୁଲବୁଲ ପକ୍ଷୀଟିଏ ହୋଇ ଜୀବନର ବୀଣା ବଜାଇଅଛି। ଆଉକା ପିଆଲା ଭରି ଢାଳିଅଛି ସୁରା। ମାଡାଗାସ୍କର ଲବଙ୍ଗ କ୍ଷେତର କୁଲି ଜୀବନରେ ଖାଲି ଗୋଟାଏ ତଫାତ୍, ତାର ହାରୁନ ଅଲ ରସିଦ ରଜା ପୁଅଟିର ଗପ। ଆହୁରି ଜୋରରେ ବର୍ଷା ଆସିଛି ନଈ ଗୁରୁଗର୍ଜନେ। ମକର କ୍ରାନ୍ତି ପରେ ବର୍ଷା ପବନେ ଲିଭିଲାଣି କେତେବେଳୁ ମହମବତୀର ନିଷ୍ପ୍ରଭ ଭୀରୁ ଶିଖା। କବି କବିତାର ଶେଷ ଆଡ଼କୁ କବିତାକୁ ଯେତିକି ବେଦନା ଆର୍ତ୍ତ ଅଶ୍ରୁସଜଳ କରାଇଛନ୍ତି, ସମାପ୍ତି ସେହି ଅନୁପାତରେ ତୀର୍ଯ୍ୟକ୍ ବୌଦ୍ଧିକ ରସାଣିତ ହୋଇଅଛି। କଥାରେ ଅଛି, ମାନବ ବାଞ୍ଛଇ ମାଧବ କରଇ। ମ୍ୟାନ ପ୍ରପୋଜେସ୍, ଗଡ୍ ଡିସ୍ପୋଜେସ୍। ନିଶ୍ଚିତ ପକ୍ଷେ ସେଲିମର ଜୀବନରେ ତାର ପ୍ରେମିକା ପ୍ରେମାସ୍ପଦା ନଥିଲା। ତାକୁ ବିବାହ କରି ତାର ବିବି ହୋଇ ଆସିବାର ଗୃହମଣ୍ଡନ କରିବାକୁ। ଜାହାନ୍ନାରା ମଧ୍ୟ ସେଇ
ଏକା ଆରବ ପଲ୍ଲୀର ଅନ୍ୟ କୁଲି ଘରର ମୌଲବୀ କନ୍ୟା ଝିଅ ଥିଲା। ପ୍ରେମିକାକୁ ଯିଏ ଅଜସ୍ର ଭଲ ପାଉଥିଲା, ତାରି ଇଚ୍ଛାରେ ନିଜକୁ ଚଳାଉଥିଲା, ତାରି ସ୍ୱପ୍ନ ଦେଖାରେ ବିଭୋର ହୋଇଯାଉଥିଲା। ସତରେ ନିଷ୍ଠୁର ପ୍ରେମିକା ସେଲିମକୁ ମହମବତୀ ଭଳି ସାରା ଜୀବନ କାନ୍ଦିବାକୁ ଏକୁଟିଆ ଛାଡ଼ି ଚାଲିଗଲା ନା। ଆରବ ପଲ୍ଲୀର କୁଲି ବସ୍ତି ବାସିନ୍ଦା ସେଲିମର ଜୀବନ ବର୍ତ୍ତମାନ ଅମା ଅନ୍ଧାର। ଇଂରାଜୀ କବି ଟି.ବି. ଶେଲି ଯେଉଁ କହିଛନ୍ତି, ଆୱାର ସୁଇଟେଷ୍ଟ ସଙ୍ଗସ୍ ଆର୍ ଦୋଜ୍ ଦ୍ୟାଟ୍ ଟେଲ୍ସ ସ୍ୟାଡେଷ୍ଟ ଥଟ୍ସ, ଅର୍ଥାତ୍ ଆମର ସେହି ସଙ୍ଗୀତ ଗୁଡ଼ିକ ମହାନ ଯାହାକି ଆମକୁ ଦୁଃଖାଭିଭୂତ କରେ। ବାସ୍ତବିକ ସେଲିମର ସ୍ୱପ୍ନ କବିତାଟି ସତରେ ଉଚ୍ଚକୋଟୀର ବୌଦ୍ଧିକ ଦୁର୍ବୋଧ୍ୟ ଚାରୁଶୀଳ ରଚନା। ନିଗ୍ରୋ ଯୁବତୀର ରତିକାଙ୍କ୍ଷିଣୀ ଅଧୀରାପଣ ପରୋକ୍ଷରେ ସେଲିମକୁ କହୁଛି, ଇଙ୍ଗିତ କରୁଛି କି, ଦେଖରେ ହତଭାଗା, ତୁ ତୋର ପ୍ରେମିକାକୁ ପାଇଲୁ ନାହିଁ ତୋର ଜୀବନରେ, ତେଣୁ ଉପଭୋଗରୁ ହେଲୁ ଚିରବଞ୍ଚିତ। ଏବେ କାନ୍ଦି କାନ୍ଦି ଜୀବନ ଏକାକୀ ବିତା। ଏଇ ଦେଖ ମୁଁ କେମିତି ଯୌନ ମତ୍ତରେ ପ୍ରମତ୍ତ ହୋଇଛି। ଏହା ସେଲିମର ଲୁହଭରା ଜୀବନରେ ଦେଖାଇବାକୁ ବୋଧେ କବିଙ୍କର ଏକ ଚତୁର ସଂଯୋଗ। ସେ ଲାଗି କବିତାରେ, ତାର କଥାବସ୍ତୁରେ କବି ଚିତ୍ରାୟିତ କରିଅଛନ୍ତି ବୋଲି ମନେହୁଏ। ବେଶ୍ ସୁନ୍ଦର, ରମଣୀୟ, ମନମୁଗ୍ଧକର, ଲୁହଭିଜାର ଏ କରୁଣ ରସସିକ୍ତ କବିତା, ଯେଉଁଥିରେ ଗାଥା ଏବଂ ଶୋକ ମିଶ୍ରିତ ହୋଇ ଅଛି।